ବିଲୁଆ କହିଲା ମିତ ଆସ ଖାଇବା, ନହେଲେ ମାଂସ ତରକାରୀ ଥଣ୍ଡା ହୋଇଯିବ। ଦୁହେଁ ଖାଇ ବସିଲେ। ବିଲୁଆ ଗୋଟେ ଥାଳିରେ ମାଂସ ତରକାରୀ ଆଣିଲା। ବଗର ଖଣ୍ଡକ ଭୋଜିଆ, ସେ ଥାଳିରେ ମାଂସ ଖାଇପାରିଲା ନାହିଁ। କିନ୍ତୁ କିଏ ସେ ମାଂସ ଥାଳିରୁ ଖାଇପାରିଲାନି? ବଗ। କାହିଁକି ନା ତା ଖଣ୍ଡ ଭୋଜିଆ, ସେଥିପାଇଁ ଖାଇପାରିଲା ନାହିଁ। କିନ୍ତୁ ବିଲୁଆ ଚାଟି ଚାଟି ସବୁ ତରକାରୀ ଖାଇଦେଲା। ବଗ ଭାବିଲା ରହରେ ବିଲୁଆ ତତେ ଦେଉଛି ପାନି। ସେ କହିଲା ମିତ ମୋର କାଲି ଜନ୍ମଦିନ। କିଏ ସେ କହିଲା? ବଗ କହିଲା ବିଲୁଆକୁ, ତୁମେ ଆମ ଘରକୁ ଆସିବ, ମୁଁ ମାଂସ ତରକାରୀ କରିଥିବି। ବିଲୁଆ ତା ପରଦିନ ବଗ ଘରକୁ ଫୁଲ ତୋଡ଼ା ନେଇ ଗଲା। କିଏ ସେ ନେଇକି ବଗ ଘରକୁ ଗଲା? ବଗ ମାଂସ ତରକାରୀକୁ ଗୋଟେ ସରୁ ଲୁହା ମାଠିଆରେ ଆଣି କହିଲା ଆସ ମିତ ଖାଇବା। କିଏ ସେ କହିଲା ସରୁ ମାଠିଆରେ ଆଣିକି? ବଗ। ସରୁ ମୁହା ମାଠିଆରେ ଆଣି କହିଲା ଆସ ମିତ ଖାଇବା। ବିଲୁଆର ମୁହଁ ତ ମାଠିଆରେ ଗଳିବନି। କାହା ମୁହଁ ମାଠିଆରେ ଗଳିବନି? ବିଲୁଆର। ସେ ଖାଲି ପାଟିରୁ ଲାଳ ବୁହାଇଲା। କିଏ ସେ? ବିଲୁଆ। ଓ କାନ ମୁଣ୍ଡା ଆଉଁସି ଘରକୁ ଫେରିଲା। କିଏ ସେ କାନ ମୁଣ୍ଡା ଆଉଁସି ଘରକୁ ଫେରିଲା? ବିଲୁଆ। କାହିଁକି ନା ସେ ବଗକୁ ସେମିତି କରିଥିଲା ଖାଇଲେ ଦେଇକି। ତେଣୁକରି ବଗ ତାକୁ କୋଉଥିରେ ଦେଲା? ସେଇ ସରୁ ମୁହାଁ ମାଠିଆରେ ଦେଲା। ହେଲା, ବଗକୁ ଖାଇଲେ ଦେଇଥିବ, ବଗ ଖାଇପାରିଲାନି, ବିଲୁଆ ସବୁ ଚାଟିକିରି ଖାଇଦେଲା। ତାପରେ ବଗ କଣ କଲା ନା କହିଲା ମୋର ଜନ୍ମଦିନ, ତମେ ସାଙ୍ଗ ଘରକୁ ଆସିବ। ବିଲୁଆ ସେଥିରୁ ଘରକୁ ଗଲା। ବିଲୁଆକୁ ସେ କଣ କଲା ନା ବଗ ତାକୁ ସରୁ ମୁହାଁ ମାଠିଆରେ ମାଂସ ତରକାରୀ ଦେଲା। ବିଲୁଆ ଆଉ ଖାଇପାରିଲାନି। କାହିଁକି ନା ତା ମୁହଁ ମାଠିଆରେ ବସି ପାରିବନି। ବଗ ତାର ଲମ୍ବା ଥଣ୍ଟ ଅଛି, ସେ ମାଠିଆ ଭିତରେ ଥଣ୍ଟ ପୁରେଇ ସବୁ ମାଂସ ଖାଇଦେଲା। ବିଲୁଆ ସବୁ ଦେଖି ଘରକୁ ମନ ଦୁଃଖରେ ଫେରିଲା। ଆଉ